প্রিয় ছাত্রছাত্রী এবং অভিভাবক বন্ধু মানে আজির প্রশ্ন হচ্ছে হারাহারি উপরে। শ্রেণী শিক্ষক ও 20 জন ছাত্রଙ୍କର ହାରାହାରି ବୟସ 15 ବର୍ଷ, କେବଳ ଛାତ୍ରମାନଙ୍କର ହାରାହାରି ବୟସ 14 ବର୍ଷ ହେଲେ ଶ୍ରେଣୀ ଶିକ୍ଷକଙ୍କର ବୟସ କେତେ? ସୁନ୍ଦର ପ୍ରଶ୍ନଟି ଆମେ ଶେଷ ପର୍ଯ୍ୟନ୍ତ ଦେଖିବା। ଉତ୍ତରରେ କ'ଣ ଲେଖିବା ନା ଶ୍ରେଣୀ ଶିକ୍ଷକ ହେଲେ 1 ଜଣ, ଛାତ୍ର ହୋଇଗଲେ 20 ଜଣ, ମୋଟ ହୋଇଗଲେ 21 ଜଣ। 21 ଜଣଙ୍କର ହାରାହାରି ବୟସ କେତେ ଦେଇଛି? 15 ବର୍ଷ। ତେଣୁ 21 ଜଣଙ୍କର ମୋଟ ବୟସ କେତେ ହେବ? 15 ଗୁଣନ 21 ଆମେ କେତେ ପାଇବା? ନା ଆମେ ପାଇବା 315 ବର୍ଷ। ପୁଣି କ'ଣ ଦେଇଛି? ଶିକ୍ଷକଙ୍କୁ ଯେତେବେଳେ ବାଦ ଦେଉଛି ଆମ ପାଖରେ ହେଉଛି 20 ଜଣ ଛାତ୍ର। 20 ଜଣଙ୍କର ହାରାହାରି କେତେ ହେଉଛି? ହାରାହାରି 14 ବର୍ଷ। ସେଇ 20 ଜଣଙ୍କର ମୋଟ କେତେ ହେବ? ମୋଟ ବୟସ 14 ଗୁଣନ 20 ସମାନ 280 ବର୍ଷ। 21 ଜଣଙ୍କର ମୋଟ ଥିଲା 315 ବର୍ଷ, 20 ଜଣଙ୍କର ମୋଟ ହେଲା 280 ବର୍ଷ। ତେଣୁ କେବଳ ଶିକ୍ଷକଙ୍କର ବୟସ କେତେ ହେବ? କାରଣ ଶିକ୍ଷକ ବାଦ ଯାଇଛନ୍ତି। ଶିକ୍ଷକଙ୍କର ବୟସ ଆମେ ଏଇଥିରକୁ ବିয়োଗ କରିଦେବା। 315 ବିୟୋଗ 280 ସମାନ ହେଲା 35 ବର୍ଷ। ତେବେ ଶିକ୍ଷକଙ୍କର ବୟସ ଆମେ 35 ବର୍ଷ ପାଇଲେ। ଅଙ୍କଟି ଯଦି ଭଲ ଲାଗିଥାଏ ଆପଣଙ୍କର ସ୍ନେହ ଶ୍ରଦ୍ଧା ସ୍ୱରୂପ ଛୋଟ ଏକ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କଲେ ମୁଁ ନିଜକୁ ଧନ୍ୟ ମନେ କରିବି। ଜାଣିବି ଯେ ଆପଣମାନଙ୍କର ଚାହିଁବା ଏହି ପ୍ରକାର ଅଙ୍କ ଉପରେ ରହୁଛି। ତେଣୁ ଅଧିକରୁ ଅଧିକ ଆହୁରି ସରଳ, ସହଜ, ଭଲ ଉନ୍ନତମାନର ଅଙ୍କ ଛାଡ଼ିବା ପାଇଁ ମୋର ପ୍ରୟାସ ଜାରି ରଖିବି। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।